ବନ୍ଧୁଗଣ ଲୋକମାନେ ସେମାନଙ୍କର ଟଙ୍କା ସଞ୍ଚୟ କରିବାକୁ ଚାହାନ୍ତି, କିନ୍ତୁ ସଠିକ୍ ଉପାୟ ଜାଣିନଥିବାରୁ ସେମାନଙ୍କୁ ପ୍ରାୟତଃ ଟଙ୍କା ସଞ୍ଚୟ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ଆପଣ ମଧ୍ୟ ଆପଣଙ୍କର ଭବିଷ୍ୟତ ବିଷୟରେ ଚିନ୍ତିତ, ତେବେ ଏହି ଭିଡ଼ିଓ ଆପଣଙ୍କ ପାଇଁ ଜୀବନ ପରିବର୍ତ୍ତନକାରୀ ହୋଇପାରେ। କାରଣ ଆଜି ଆମେ ଆପଣଙ୍କୁ ଏପରି କିଛି ପଦ୍ଧତି କହିବାକୁ ଯାଉଛୁ ଯାହାକୁ ବ୍ୟବହାର କରି ଆପଣ ଆପଣଙ୍କର ଟଙ୍କା ସଞ୍ଚୟ କରିବାର ପ୍ରକ୍ରିୟାକୁ ବହୁତ ସହଜ କରିପାରିବେ। ନମ୍ବର 1, ଡୋଣ୍ଟ ଫଲୋ ଦି ରେଡ୍ ରେସ୍। କିନ୍ତୁ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ନଗଦରେ ଫୋନ କିଣନ୍ତି, ଯେତେବେଳେ ଅଧିକାଂଶ ଲୋକ EMI ଉପରେ ନିର୍ଭର କରି କିଣିବାକୁ ଯାଆନ୍ତି। ଏବଂ କେବଳ ମୋବାଇଲ ନୁହେଁ, ଆଜିର ବର୍ଦ୍ଧିତ ଦୁନିଆରେ ଅନେକ ପ୍ରକାର ଜିନିଷ ନୂତନ ବାହାରୁଛି ଯାହାକୁ ଦେଖିବା ମାତ୍ରେ କିଣିବା ପାଇଁ ମନ ହେଉଛି, କିନ୍ତୁ ସମସ୍ତଙ୍କ ପାଖରେ ଜିନିଷ କିଣିବା ପାଇଁ ଟଙ୍କା ନଥାଏ, ଯାହା ଯୋଗୁଁ EMI ରେ ସେମାନେ ଜିନିଷ କିଣନ୍ତି। ଆଜିକାଲି EMI ରେ ଜିନିଷ କିଣିବା ଏକ ସାଧାରଣ କଥା ହୋଇଯାଇଛି। ସେମାନେ ବହୁତ ଜିନିଷ କିଣନ୍ତି ଏବଂ ସେମାନଙ୍କର EMI ଦେଇ ଚାଲିଥାନ୍ତି, ଯାହା ଯୋଗୁଁ ସେମାନେ ସଞ୍ଚୟ କରିପାରୁନାହାନ୍ତି। ଘର ଚଳେଇବା ତ ଦୂରର କଥା, ତେଣୁ କୌଣସି ଜିନିଷ ଦେଖି ଆକର୍ଷିତ ହେବା ପୂର୍ବରୁ ତୁମର ଭାବନାକୁ ନିୟନ୍ତ୍ରଣ କରିବାକୁ ପଡ଼ିବ ଏବଂ ତୁମକୁ ଜାଣିବା ଉଚିତ ଯେ ଯଦି ତୁମେ ତୁମର ଟଙ୍କାକୁ ଅଦରକାରୀ ଜିନିଷରେ ଖର୍ଚ୍ଚ କର, ତେବେ ଏହା ଆପଣଙ୍କୁ ମହଙ୍ଗା ପଡ଼ିପାରେ। ନିଷ୍ପତ୍ତି ନେବା ସହଜ, କିନ୍ତୁ ସେତେବେଳେ ଚ୍ୟାଲେଞ୍ଜ ଆସେ ଯେତେବେଳେ ତୁମକୁ ଏହା ଉପରେ କାମ କରିବାକୁ ପଡ଼ିଥାଏ। ସଞ୍ଚୟ କ୍ଷେତ୍ରରେ ମଧ୍ୟ ଏହା ସତ୍ୟ। ଲୋକମାନେ ଭାବନ୍ତି ଯେ ସେମାନଙ୍କର ଅଦରକାରୀ ଭାବରେ ଖର୍ଚ୍ଚ କରିବା ବନ୍ଦ କରିବେ ଏବଂ ଟଙ୍କା ସଞ୍ଚୟ କରିବେ, କିନ୍ତୁ ଚିନ୍ତା କରିବା ପରେ ମଧ୍ୟ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଏଥିରେ ଲାଗି ରହିଥାନ୍ତି ଏବଂ କିଛି ସମୟ ପରେ ସେମାନେ ଭୁଲି ଯାଆନ୍ତି ଯେ ସେମାନେ ଏପରି କିଛି ଭାବିଥିଲେ। ସେମାନଙ୍କର ଅଦରକାରୀ ଖର୍ଚ୍ଚ ପୁଣି ଥରେ ଆରମ୍ଭ ହୁଏ ଏବଂ ବଢ଼ିବାରେ ଲାଗେ। ତେଣୁ ଯଦି ତୁମେ ମଧ୍ୟ ଏହା କରୁଛ, ତେବେ ଏହାର ଅର୍ଥ ହେଉଛି ଯେ ତୁମେ କେବେ ବି ତୁମ ଭବିଷ୍ୟତ ପାଇଁ ଗମ୍ଭୀର ନୁହଁ। ତେଣୁ ସର୍ବପ୍ରଥମେ ତୁମକୁ କେବଳ ନିଷ୍ପତ୍ତି ନେବାକୁ ପଡ଼ିବ ନାହିଁ, ବରଂ ଏକ ପ୍ରତିଶ୍ରୁତି ମଧ୍ୟ ନେବାକୁ ପଡ଼ିବ ଯେ ତୁମେ ପ୍ରଥମେ ତୁମର ଦରମାରୁ ଏତେ ଟଙ୍କା ସଞ୍ଚୟ କରିବ, କାରଣ ସମଗ୍ର ଭବିଷ୍ୟତ ତୁମ ସାମ୍ନାରେ ଅଛି ଏବଂ ଖରାପ ସମୟରେ ଏହି ଟଙ୍କା ତୁମ ପାଇଁ ସବୁଠାରୁ ଉପଯୋଗୀ ହେବ। ଯଦି ତୁମେ ଟଙ୍କା ସଞ୍ଚୟ କରିବା ସମୟରେ ଏହି ଜିନିଷ ଗୁଡ଼ିକୁ ନିଜ ମନରେ ରଖ, ତେବେ ତୁମର ମନ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ବିଶ୍ୱାସ କରିବା ଆରମ୍ଭ କରିବ। ଏସବୁ ତୁମର ଦାୟିତ୍ୱ ଏବଂ ତୁମର ମନ ତୁମକୁ ଅଦରକାରୀ ଭାବରେ ଖର୍ଚ୍ଚ କରିବାକୁ ନିବୃତ୍ତି ରଖିବ। ଯଦି ଆପଣ ଏହା କରନ୍ତି, ତେବେ ଆପଣଙ୍କ ଭବିଷ୍ୟତ ପାଇଁ ବହୁତ ଟଙ୍କା ସଞ୍ଚୟ କରିପାରିବେ। ନମ୍ବର 3, ଆପଣଙ୍କ ସଞ୍ଚୟକୁ ଏକ ବଡ଼ କାରଣ ଦିଅ। ଯଦି ଆପଣ ନିଜକୁ ପ୍ରତିଶ୍ରୁତି ଦେବା ଏବଂ ଭବିଷ୍ୟତ ବିଷୟରେ ଚିନ୍ତା କରିବା ଉପରେ ମଧ୍ୟ ସଞ୍ଚୟ କରିପାରିବେ ନାହିଁ, ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ପାଖରେ ସଞ୍ଚୟ କରିବାର କୌଣସି କାରଣ ନାହିଁ। ଆପଣ ଆପଣଙ୍କର ଭବିଷ୍ୟତ ବିଷୟରେ କିଛି ନିଷ୍ପତ୍ତି ନେଉନାହାନ୍ତି। ଆମେ ଆପଣଙ୍କୁ କହିଦେଉଛୁ ଯେ ଯଦି ଆପଣ ଧନୀ ହେବାକୁ ଚାହୁଁଛନ୍ତି, ଆପଣ ଟଙ୍କା ସଞ୍ଚୟ କରିବା ସହିତ ଆପଣଙ୍କର ଆୟ ବୃଦ୍ଧି କରିବା ଉଚିତ, ତେବେ ଆପଣ ଧନୀ ହୋଇପାରିବେ ଏବଂ ଏଥିରେ ଆପଣ ପାଖରେ ଟଙ୍କା ସଞ୍ଚୟ କରିବାର ଏକ ଦୃଢ଼ କାରଣ ରହିବା ଉଚିତ। ଯେପରିକି ଭବିଷ୍ୟତରେ ଆପଣଙ୍କୁ ଏହା ସହିତ କିଛି ବ୍ୟବସାୟ କରିବାକୁ ପଡ଼ିବ, ପ୍ରପର୍ଟି କିଣିବାକୁ ପଡ଼ିବ, ପିଲାମାନଙ୍କ ଏଜୁକେସନରେ ନିବେଶ କରିବାକୁ ପଡ଼ିବ। ଆପଣଙ୍କ ପାଖରେ ଏତେ ବଡ଼ କାରଣ ରହିବା ଉଚିତ ଯାହା ଆପଣଙ୍କୁ ଟଙ୍କା ସଞ୍ଚୟ କରିବାକୁ ବାଧ୍ୟ କରିବ। ନମ୍ବର 4, ଅପରିଚିତ ହୁଅନ୍ତୁ ନାହିଁ। ଟଙ୍କା ସଞ୍ଚୟ କରିବାରୁ ଆମକୁ ବାଧା ଦେଉଥିବା ଜିନିଷ ହେଉଛି ଆମର ନିଜର ଟଙ୍କା ହିସାବ ନାହିଁ। ଆମେ ଜାଣୁନାହୁଁ ଆମର ଟଙ୍କା କେଉଁଠି ଖର୍ଚ୍ଚ ହେଉଛି। ଅଧିକାଂଶ ଲୋକଙ୍କର ଏହି ସମସ୍ୟା ଅଛି ଯେ ସେମାନେ ସେମାନଙ୍କର ଖର୍ଚ୍ଚ ଟ୍ରାକ୍ କରିପାରନ୍ତି ନାହିଁ। କିନ୍ତୁ ଏକ ଡାଏରୀରେ ଆପଣଙ୍କର ଦୈନନ୍ଦିନ ଖର୍ଚ୍ଚ ଟ୍ରାକ୍ କରନ୍ତୁ, କିନ୍ତୁ ମାସ ଶେଷ ହେବା ପରେ ଏହାକୁ ସମ୍ପୂର୍ଣ୍ଣ ହିସାବ କରନ୍ତୁ। ଆପଣ କେତେ ଟଙ୍କା ରୋଜଗାର କରିଛନ୍ତି ଏବଂ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ଯଦି ଆପଣ ଏହା କରନ୍ତି, ତେବେ ଏହା ଆପଣଙ୍କୁ ଅପବ୍ୟବହାର ନ କରିବାକୁ ପ୍ରେରଣା ଦେବ। ନମ୍ବର 5, ଆପଣଙ୍କର କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତୁ ନାହିଁ। କ୍ରେଡିଟ୍ କାର୍ଡ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର ହେବା ପାଇଁ ତିଆରି ହୋଇଛି, କିନ୍ତୁ ଆଜିକାଲି ଲୋକମାନେ EMI ପାଇଁ ମଧ୍ୟ ବ୍ୟବହାର କରନ୍ତି, କାରଣ ଆପଣ ସହଜରେ କ୍ରେଡିଟ୍ କାର୍ଡରୁ ଟଙ୍କା ଉଠାଇ କୌଣସି ସ୍ଥାନରେ ଖର୍ଚ୍ଚ କରିପାରିବେ। ତେଣୁ ଯଦି ଆପଣ ଟଙ୍କା ସଞ୍ଚୟ କରିବାକୁ ଚାହାନ୍ତି, ତେବେ ଯଥାସମ୍ଭବ କମ୍ କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତୁ। ତେଣୁ ବନ୍ଧୁଗଣ, ଆମେ ଆଶା କରୁଛୁ ଯେ ଆପଣ ଏହି ଭିଡ଼ିଓରୁ ବହୁତ କିଛି ଶିଖିଛନ୍ତି। ତେଣୁ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ କମେଣ୍ଟ କରି ମତାମତ ଦିଅନ୍ତୁ।